Hello, students. I wish you all a bright and a brilliant day. ଆଜି ମୁଁ ତୁମକୁ ତୁମର ଇନଭିଟେସନ୍ ଟୁ ଇଂଲିଶ ବୁକ୍ 1ରେ ଥିବା ସେକେଣ୍ଡ ଇୟର୍ ପାଇଁ ଫାର୍ଷ୍ଟ ଟପିକ୍ ପ୍ରୋଜ୍ ଟପିକ୍ ମାଇ ଗ୍ରେଟେଷ୍ଟ ଅଲିମ୍ପିକ୍ ପ୍ରାଇଜ୍ର ଓଡ଼ିଆ ଅନୁବାଦ କହିବି। ଏହା ଓଡ଼ିଆ ସାରାଂଶ ନୁହେଁ ବରଂ ଆକ୍ଷରିକ ଅନୁବାଦ। ବିଷୟଟିକୁ ଲେଖିଛନ୍ତି ଆମେରିକାର ଶ୍ରେଷ୍ଠ ଅଲିମ୍ପିକ୍ସ ଖେଳାଳି ଜେସି ୱେନ୍ସ। ତାଙ୍କର ପୁରା ନାଁ ଥିଲା ଜେମ୍ସ କ୍ଲେଭଲ୍ୟାଣ୍ଡ ଜେସି ୱେନ୍ସ। ସେ 1936 ମସିହାରେ ଜର୍ମାନୀର ବର୍ଲିନ୍ ସହରରେ ହୋଇଥିବା ଅଲିମ୍ପିକ୍ସ ଖେଳରେ ଭାଗ ନେଇ ବ୍ୟକ୍ତିଗତ ଭାବରେ 4ଟି ଗୋଲ୍ଡ ମେଡାଲ ପାଇଥିଲେ। 100 ମିଟର ରେସ୍, 200 ମିଟର ରେସ୍, ଲଙ୍ଗ୍ ଜମ୍ପ ଏବଂ 400 ମିଟର ରିଲେ ରେସ୍ରେ ସେ ଗୋଲ୍ଡ ମେଡାଲ ପାଇଥିଲେ। ତାଙ୍କ ଦ୍ୱାରା ଲିଖିତ ଏହି ବିଷୟ ମାଇ ଗ୍ରେଟେଷ୍ଟ ଅଲିମ୍ପିକ୍ ପ୍ରାଇଜ୍। ବର୍ତ୍ତମାନ ବିଷୟ ପ୍ରବେଶ କରିବା। ଏହା ଥିଲା 1936 ମସିହାର ଗ୍ରୀଷ୍ମ ଋତୁର କଥା। ସେତେବେଳେ ଜର୍ମାନୀର ବର୍ଲିନ୍ ସହରରେ ଅଲିମ୍ପିକ୍ସ ଖେଳ ଅନୁଷ୍ଠିତ ହେଉଥିଲା। ଯେହେତୁ ଜର୍ମାନୀର ଶାସକ ଏକଛତ୍ରବାଦୀ ଶାସକ ଆଡଲ୍ଫ ହିଟଲର ଛୋଟ ପିଲାଙ୍କ ଢଙ୍ଗରେ କହିଲେ ଯେ ତାଙ୍କ ପରଫର୍ମରମାନେ ବା ଜର୍ମାନୀର ଖେଳାଳିମାନେ ଏକ ଶ୍ରେଷ୍ଠ ଜାତି ବା ମାଷ୍ଟର ରେସ୍ର ଅନ୍ତର୍ଗତ, ତେଣୁ ସେମାନେ ସମସ୍ତ ଗୋଲ୍ଡ ମେଡାଲ ପାଇବେ। ହିଟଲରଙ୍କର ଏହି ମର୍ମଭେଦୀ କଥା ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଜାତୀୟତାବାଦୀ ଭାବନା ବା ଦେଶପ୍ରେମ ଉଦ୍ରେକ କରିଥିଲା ଏବଂ ଏହି ଦେଶପ୍ରେମ ଅତି ଉଚ୍ଚ ସ୍ତରକୁ ଯାଇଥିଲା। କିନ୍ତୁ ଲେଖକ ହିଟଲରଙ୍କର ଏକଥା ଶୁଣି ଆଦୌ ବିବ୍ରତ ନଥିଲେ, କାରଣ ସେ ସେଥିପାଇଁ ତାଲିମ ନେଇଥିଲେ, ବହୁ ପରିଶ୍ରମ କରି ଦେହରୁ ଝାଳ ବୁହାଇ ଦେଇଥିଲେ, ନିଜକୁ ଶୃଙ୍ଖଳିତ କରିଥିଲେ ଏହି ଅଲିମ୍ପିକ୍ସରେ ଭାଗ ନେବା ପାଇଁ। ଆମେରିକାରୁ ଜର୍ମାନୀ ସେ ଗୋଟେ ପାଣି ଜାହାଜରେ ଆସୁଥିଲେ, ଯାହାକୁ ବୋଟ୍ ବୋଲି ବିଷୟରେ କୁହାଯାଇଛି। ସେଇଟା ବୋଟ୍ ନୁହେଁ, ପ୍ରକୃତରେ ଗୋଟେ ପାଣି ଜାହାଜ। ସେଥିରେ ଆସୁଥିଲା ବେଳେ ସେ ମନେ ମନେ ଭାବୁଥିଲେ, ମୁଁ ନିଶ୍ଚିତ ଭାବରେ ଗୋଟେ ଦୁଇଟା ମେଡାଲ ନେଇ ଘରକୁ ଫେରିବି। ମୁଁ ବିଶେଷ ଭାବରେ ଆଖି ରଖିଥିଲି ଲଙ୍ଗ୍ ଜମ୍ପ ଉପରେ, କାରଣ ବର୍ଷକ ପୂର୍ବରୁ ମୁଁ ଯେତେବେଳେ ୟୁନିଭର୍ସିଟିର ଷ୍ଟୁଡେଣ୍ଟ ଥିଲି, ମୁଁ ସେତେବେଳେ ୟୁନିଭର୍ସିଟି ଖେଳରେ ଜମ୍ପ କରି ୱାର୍ଲଡ ରେକର୍ଡ କରିଥିଲି 26 ଫୁଟ 8.1 ଇଞ୍ଚ ଜମ୍ପ କରିଥିଲି ୟୁନିଭର୍ସିଟିରେ। ତେଣୁ ସମସ୍ତେ ଭାବୁଥିଲେ ଯେ ମୁଁ ନିଶ୍ଚିତ ଭାବରେ ଅଲିମ୍ପିକ୍ସ ଖେଳରେ ଅତି ସହଜରେ ଗୋଲ୍ଡ ମେଡାଲ ପାଇବି। ତାପରେ ମୁଁ ପଡ଼ିଆକୁ ପ୍ରବେଶ କଲି। ଯେତେବେଳେ ଆମର ଟ୍ରାଏଲ୍ ଜମ୍ପ ବା କ୍ୱାଲିଫାଇଂ ଜମ୍ପ ବା ପରୀକ୍ଷାମୂଳକ ଖେଳ ଆସିଲା, ମୁଁ ଦେଖି ଚିହିଁକି ଉଠିଲି। ଗୋଟେ ଡେଙ୍ଗା ଟୋକାଟେ ସିଏ ସେଇ ଲଙ୍ଗ୍ ଜମ୍ପ ଖାତ ଭିତରେ ପଡ଼ୁଛି, ଅର୍ଥାତ୍ ଜମ୍ପ କରୁଛି, 26 ଫୁଟ ଜମ୍ପ କରୁଛି ତା'ର ଅଭ୍ୟାସ ବା ପ୍ରାକ୍ଟିସ୍ ଖେଳରେ। ମୁଁ ପଚାରିଲି ସମସ୍ତଙ୍କୁ, ଇଏ କିଏ ବି? ସେଠୁ ଜଣାପଡ଼ିଲା ଯେ ସେ ଗୋଟେ ଜର୍ମାନୀ ଖେଳାଳି, ତା ନାଁ ହେଉଛି ଲଜଲଙ୍ଗ। ଲୋକଙ୍କୁ ପୁଣି ପଚାରିଲି, କାହିଁ ମୁଁ ତ ଜାଣିନାହିଁ ଏ ବିଷୟରେ। ଲୋକ କହିଲେ, ତୁ ଜାଣିଥାନ୍ତୁ, ତୁ କିଏ କି? ମୋତେ ତଥାପି ଲୋକ କହିଲେ, ହିଟଲର ତାର ପରିଚୟକୁ ଓଢ଼ଣୀ ତଳେ ଢାଙ୍କି ରଖିଛି ଏବଂ ହିଟଲରର ଆଶା ସେ ନିଶ୍ଚିତ ଲଙ୍ଗ୍ ଜମ୍ପରେ ଜିତିବ। ମୁଁ ଭାବିଲି, ଯଦି ଲଜଲଙ୍ଗ ଜିତି ଯାଉଛି ତାହେଲେ ନାଜିମାନଙ୍କର ଯେଉଁ ଆର୍ଯ୍ୟ ଶ୍ରେଷ୍ଠ ନୀତି, ଏ ନୀତିଟା ନିଶ୍ଚିତ ଅଧିକ ସମର୍ଥନ ପାଇବ। ସର୍ବୋପରି ମୁଁ ସାମାନ୍ୟ ଅକିଞ୍ଚିତ ଲୋକ, ମୁଁ ଜଣେ ନିଗ୍ରୋ। ହିଟଲରର ବ୍ୟବହାର ଭଲ ନଥିଲା, ତାର ଏ ପ୍ରକାର ବ୍ୟବହାର ଯୋଗୁଁ ମୁଁ ରାଗିଥିଲି। ମୁଁ ଦୃଢ଼ ନିଷ୍ପତ୍ତି ନେଲି, ମୁଁ ସେ ପଡ଼ିଆକୁ ଯିବି, ଦେଖେଇଦେବି ସେ ହିଟଲର ଯିଏକି ଡର ଫୋରର, ତାକୁ ଦେଖେଇଦେବି ତା ମାଷ୍ଟର ରେସ୍
ତାର ଜର୍ମାନୀ ଜାତି ମାଷ୍ଟର ଶ୍ରେଷ୍ଠ ଜାତି, ସିଏ ଶ୍ରେଷ୍ଠ ଆଉ କି ଅନ୍ୟମାନେ ଶ୍ରେଷ୍ଠ ମୁଁ ପ୍ରମାଣ କରି ଦେଖାଇଦେବି ପଡ଼ିଆରେ ଯାଇ। ମୁଁ ଏକଥା ଦୃଢ଼ ପ୍ରତିଜ୍ଞା କଲି। ଖେଳାଳି ରାଗିଲେ ଭୁଲ କରେ ଏକଥା ଯେକୌଣସି କୋଚ୍ କହିବେ। ତେଣୁ ମୁଁ ଏହାର ବ୍ୟତିକ୍ରମ ନଥିଲି। ଆମକୁ ଯେଉଁ ତିନୋଟି ଚାନ୍ସ ମିଳୁଥିଲା କ୍ୱାଲିଫାଏ କରିବା ପାଇଁ, ମୁଁ ଆମର ଯେଉଁ ଟେକ୍ ଅଫ୍ ବୋର୍ଡ଼, ଯେଉଁ ବୋର୍ଡ଼ ଠାରୁ ଜମ୍ପ କରନ୍ତି, ମୁଁ ତାକୁ ପାର ହେଇଯାଇ ଜମ୍ପ କରିବାରୁ ମୋର ଫାଷ୍ଟ ଆଟେମ୍ପ୍ଟରେ ସେଟା ନୋ ଜମ୍ପ ହେଇଗଲା। ସେକେଣ୍ଡ ଆଟେମ୍ପ୍ଟରେ ବା ସେକେଣ୍ଡ ଜମ୍ପରେ ଆହୁରି ଖରାପ ହେଲା, କାରଣ ମୁଁ ଗୋଟେ ବଡ଼ ତାଡ଼ୁଆ ଥିଲି, ତ ବଡ଼ ଜୋରରେ ଦୌଡ଼ିକି ଯାଉଥିଲି। ତେଣୁ ଟେକ୍ ଅଫ୍ ବୋର୍ଡ଼କୁ ମାଡ଼ି ପକାଇକି ପାର ହେଇଯାଉଥିଲି। ମନକୁ ଭାରି ବାଧିଲା। ମନ କହିଲା, ଆରେ 3000 ମାଇଲ ପାର ହେଇକି ଆସିଥିଲୁ, କ'ଣ ଏଠି ଫେଲ୍ ହବୁ ବୋଲିକି ଆସିଥିଲୁ? ଟ୍ରାଏଲ୍ ଜମ୍ପରେ ତ ଫେଲ୍ ହେଲୁଣି, ଆଉ ଫାଇନାଲ୍ ଜମ୍ପରେ କ'ଣ କରିବୁ? ତେଣୁ କିଛି ଦୂରକୁ ଚାଲିଯାଇ ସେଇ ଲଙ୍ଗ୍ ଜମ୍ପ ସ୍ଥାନରୁ କିଛି ଦୂର ଚାଲିଯାଇ ମୁଁ ବିରକ୍ତିରେ ମାଟିକୁ ଗୋଇଠା ମାରୁଥିଲି। ହଠାତ୍ ମୁଁ ଫିଲ୍ କଲି ମୋ କାନ୍ଧକୁ କିଏ ଗୋଟେ ଛୁଉଁଛି। ମୁଁ ବୁଲି ପଡ଼ିକି ଦେଖିଲି, ବନ୍ଧୁତ୍ୱପୂର୍ଣ୍ଣ ନୀଳ ଆଖିରେ ଚାହିଁଛି ସେଇ ଡେଙ୍ଗା ଟୋକାଟି, ଯିଏକି ଜର୍ମାନ ପ୍ଲେୟାର। ସିଏ ପ୍ରଥମ ଚେଷ୍ଟାରେ ଫାଇନାଲ୍ ପାଇଁ କ୍ୱାଲିଫାଏ କରିଦେଇଥିଲା। ସିଏ ମୋ ସହିତ ହ୍ୟାଣ୍ଡସେକ୍ କଲା ଏବଂ କହିଲା, ଜେସି ୱିନ୍ସ, ଆଇ ଏମ୍ ଲାଜଲାଙ୍ଗ, ଏକଥା କହିଲା। ଆଇ ଡୋଣ୍ଟ ଥିଙ୍କ ୱି ହାଭ୍ ମେଟ୍। ଆମେ କେବେ ପରସ୍ପରକୁ ଭେଟିଛନ୍ତି ଏକଥା କାହିଁ ମୁଁ ଭାବୁନାହିଁ। ସେ ଭଲ ଇଂଲିଶ କହୁଥିଲା, କିନ୍ତୁ ତା ଇଂଲିଶଟା ଜର୍ମାନିଆ ସବୁ ଥିଲା। ଲେଖକ କହିଲେ ତାକୁ, ଗ୍ଲାଡ୍ ଟୁ ମିଟ୍ ୟୁ, ତୁମକୁ ଭେଟିକି ମୁଁ ଭାରି ଖୁସି। ଲେଖକ କହୁଛନ୍ତି, ମୁଁ ମୋର ଛାନିଆ ଭାବକୁ ଲୁଚେଇ ତାଙ୍କୁ କହିଲି, ଆପଣ କେମିତି ଅଛନ୍ତି? ହାଉ ଆର୍ ୟୁ? ସେ କହିଲା, ଆଇ ଏମ୍ ଫାଇନ୍, ମୁଁ ଭଲ ଅଛି। ସେ ପୁଣି ପଚାରିଲେ, ମୁଁ ବି ସେଇ କ୍ୱେଶ୍ଚନ୍ ପଚାରୁଛି, ହାଉ ଆର୍ ୟୁ, ଆପଣ କେମିତି ଅଛନ୍ତି? ଲେଖକ ସେଇଠୁ ଭାବିଲେ, ଆରେ ମୁଁ ଯାହା ପଚାରୁଛି ସେ ସେୟା ପଚାରୁଛି। ଲେଖକ ସେଇଠୁ ଆମେରିକା ଇଂଲିଶର କହିଲେ, ହ୍ୱାଟ୍ ୟୁ ମିନ୍, ଆପଣ କ'ଣ କହିବାକୁ ଚାହୁଁଛନ୍ତି? ସମଥିଙ୍ଗ ମଷ୍ଟ ବି ଇଟିଂ ୟୁ, ତତେ କ'ଣ ଗୋଟେ ଖାଇଯାଉଛି, ତାମାନେ ତୁ ଗୋଟେ ଟ୍ରବୁଲର ପଡ଼ିଛୁ। ଲେଖକ ଆଶ୍ଚର୍ଯ୍ୟ ହେଲେ, ଆରେ ଏଇଟା ତ ଜର୍ମାନୀ ଟୋକାଟା, କ'ଣ ଏମିତି ଆମେରିକାର ସ୍ଲାଙ୍ଗ ବା କଥିତ ଭାଷାରେ କଥା କହୁଛି। ଓ ଯେତେବେଳେ ବିଦେଶୀମାନେ ଆମେରିକାର ଆମେରିକୀୟ ଇଂଲିଶ ବା ଆମେରିକାନ ସ୍ଲାଙ୍ଗ ସ୍ପୋକନ୍ ଇଂଲିଶ ଉପରେ ଟିକେ ଦକ୍ଷତା ହାସଲ କରନ୍ତି, ଟିକେ ଭାରି ଫୁଟାଣି ଦେଖାଇ ହୁଅନ୍ତି। ସେଠୁ ଲଜଲଙ୍ଗ କହିଲା ଲେଖକଙ୍କୁ, ତୁ ଆଖି ବୁଝିକି ତୁ କ୍ୱାଲିଫାଏ କରିଦେବୁ। ଲେଖକ କହିଲେ, ବିଶ୍ୱାସ କର ମୋତେ, କିରେ ମୁଁ ଅଲିମ୍ପିକ୍ସ ଖେଳ ଖେଳିବାକୁ ଆସିଛି, କେମିତି କ୍ୱାଲିଫାଏ କରନ୍ତି କ'ଣ ମୁଁ ଜାଣିନି। ସେ ଦୈବା ତ କେମିତି ଗୋଟେ ଭୁଲଭାଲ ହେଇଯାଉଛି ନା, ଆଉ ତା ବୋଲି ତୁ କହୁଛୁ ମୁଁ ଜାଣିନି। ମୁଁ ଏକଥା ତାକୁ କହିଲି, ଲେଖକ କହିଲେ, ଲେଖକଙ୍କୁ ଭଲ ଲାଗିଲା ଏକଥା ଯେମିତି କହିଲେ। ସେଠୁ ପରବର୍ତ୍ତୀ କେଇ ମିନିଟ୍ 2 ଜଣ ସାଙ୍ଗ କଥାବାର୍ତ୍ତା ହେଲେ। ଲେଖକ ବି କହିଲେନି କ'ଣ ତାଙ୍କର ଅସୁବିଧା, କିନ୍ତୁ ଲଜଲଙ୍ଗ ଜଣାପଡ଼ୁଥିଲା ସେ ଲେଖକଙ୍କର ଅସୁବିଧାକୁ ବୁଝିପାରୁଛି। ଲେଖକ କ'ଣ ପାଇଁ ରାଗିଛନ୍ତି ସେ ବୁଝିପାରୁଛି। ତେଣୁ ସେ କଷ୍ଟ ସହିକି ଲେଖକଙ୍କୁ ଭରସା ଦେଲେ। ଯଦିବା ସେ ନାଜି ଯୁବ ଆନ୍ଦୋଳନରେ ଭାଗ ନେଇଥିଲେ, ତଥାପି ଲଜଲଙ୍ଗ ନାଜି ଆଦର୍ଶରେ ଆର୍ଯ୍ୟ ଶ୍ରେଷ୍ଠ ନୀତିରେ ବିଶ୍ୱାସ କରୁନଥିଲା। ଲେଖକ କିନ୍ତୁ ସେଥିରେ ବିଶ୍ୱାସ କରୁଥିଲେ। ଏଇ କଥାରେ ସେମାନେ 2 ଜଣ ହସାହସି ହେଲେ। ଲେଖକ ତାକୁ କହିଦେଲେ, ବେ ତୁ ସିନା ମନା କରୁଛୁ, କହୁଛୁ ମୁଁ ନାଜି ଆଦର୍ଶରେ ବିଶ୍ୱାସ କରେନି, ତୁ ତ ତାଙ୍କ ଭଳିଆ ଦିଶୁଛୁ। ହଉ ଯାହା ହଉ, ଲଜଲଙ୍ଗ ମୋ ଠାରୁ ଇଞ୍ଚେ ଡେଙ୍ଗା। ସିଏ ତାର ସରୁଆ ଏବଂ ବଳିଷ୍ଠ ଚେହେରା ଥିଲା, ସଫା ନୀଳ ଆଖି, ଗୋରା ଚୁଟି ଏବଂ ସୁନ୍ଦର ମୁହଁଟେ ଥିଲା। ଶେଷରେ ସେ ଯେତେବେଳେ ଦେଖିଲା ମୋର ରାଗ ଛାଡ଼ିଗଲାଣି, ସେଠୁ ମୋତେ ସେ ଟେକ୍ ଅଫ୍ ବୋର୍ଡ଼ ପାଖକୁ ଡାକି ନେଲା।
कहला देख एटिक ना तू ये जो टेकअप बोर्ड ता पछपटरू केते इंच छाड़िकी गोटे गार टाणी दौनु एवं से गार ठारू तू डिया मारुनु। तू जदि एते ताड़ुआ अछु जोर दौड़ी आसिक तू गार पार हो जाऊ नो जंप हो जाऊ गार पछपटू डिया मारनु केते इंच छाड़ी देकी गोटे गार टाणी दे गोटे से गार डिया मार देखू क्वालिफाए करदेबू। आ निश्चित हबू तोर एटा हूँ थार्ड चान्स एथर जदि तू जदि सफल न हेलु थार्ड चान्स रहे ताहले घर को पलैबू ये बाटे। आउ चेष्टा कर टेकअप बोर्ड पछपटू गोटे गार टाणी दे से डिया मार कौन होगा से तू आज जदि फास्ट न हेलु आज खाली तू क्वालिफाए करू काली हूँ गुरुत्वपूर्ण कारण काली हूँ फाइनाल हम तू जदि काली फास्ट हबार कथा फास्ट होगी पलैबू तेणु आज केवल क्वालिफाए करने को पड़ो। जेमिति एक कथा शुणी लेखक कौची मो देहर सबू टेंशन जुआर छाड़िला भाया मो देहरु झरी पड़ा टेंशन सब बाहरी गला कारण ता कथार सत्यता मो मुंड भितर को पशिगला। मो विश्वासर सहित गोटे गार टाणीदेली सी कहीला केते इंच छाड़ी गार टाणीबू पछपटे मु फुटे छाड़ देकी गारटी टाणीदेली और दौड़ी गली से जंप करने एवं क्वालिफाए करदेली आहरी अधिका फुटे मु जंप करी। तेणु लेखक लजलंग उपदेश जो फाइनाल खेल क्वालिफाए करदेले थर्ड अटेम्प्टे लेखक तरफ गोटे विवेक अच्छी ता कथा जो सी क्वालिफाए करिपारिला नचेत घर को पलि था। से दिन राति मु चल चलिका गली लजलंग रूम को लजलंग रोला ओलंपिक गाँव में मु गली ताकू धन्यवाद जनवाई जदि सी मत साहाଯ୍य कर न निश्चित भाव में मुझे आसंता काली फाइनाल रे खेली पारि न थांती। आमे मु जाइकी ता घरे बसिली 2 घंटा कथबार्ता हेलु आउ पड़िया विषय कथबार्ता हेलु ट्राक चिन्हित रास्ता जो दौड़ा दौड़ी करती से विषय कथबार्ता हेलु निजर छुआ पिला विषय कथबार्ता हेलु विश्व परिस्थिति विषय कथबार्ता हेलु आहरी डर्जन खंडे एणुतेणुका विषय कथबार्ता हेलु। जेतବେଳେ राति होगला मु बाहरिले ताकू कहली एबे मु जाऊँगी आमे सेतळको अनुभव कलु जे ता भितर मो भितर गोटे प्रकृत बंधुता स्थापन हो जाइथिला। हौ लजलंग काली जीव पड़िया को से चेष्टा करिवो मते परास्त करबा पई जदि पारिबो किंतु मु जानिथिली सी मते एते भल पाउथला सांग हिसाब रे सी चाहूला मु जेमती सबठारु भल खेल प्रदर्शन करे बोली एपरिकी मु जीति जाई पारे सी कथा भी चाहूला। सतु सत ता परदिन जना पड़ा लजलंग बहुत चेष्टा कला सी जंप करी ता निज रेकर्ड को भांगिला ता द्वारा सी मते एक प्रकार मानसिक स्तर में बाध्य करदेला सर्वश्रेष्ठ प्रदर्शन पाई। मोर ख्याल पड़ुची मु जेतेबेले जंप करी से खाल भितर पड़िली सेतेबेले लजलंग मो पाखरे आसिक मते अभिनंदन जणेला एवं मु 26 फुट 5.1 इंच जंप करी से मो पाखरे थिला मते अभिनंदन जणाउथला किंतु हिटलर किछि दूर रे ठिया हेकि आमको आखि तराट करिक अनैथिले ताकू लजलंग को 100 गज दूर रे ठिया हेकि प्राय एवं कहूथिला आ हारिकी ता सांगर तू हैंडसेक करुचु तू घर को आ तो कथा मु बुझुछि। हिटलर दूर रे ठिया हेकि रागरे चाहिथिले लजलंग मो सहित हैंडसेक कला एवं सी हसुथिला ता हसटा फिका हस नथिला जाल हस नथिला एवं सी मध्य भग्न हृदयर जाल हस नथिला। तापर खेल सरी जाइछि किछ दिन पर लेखक जेतले विषय को लिखिचंती लेखक कहउचंती मो जीवन सारा मु जते गोल्ड मेडल आउ कप पाइछि तमे से सब को नेई कि ताकू तरळेई कि गोटे चादर कर दियो सोनार चादर कर दियो एवं सेई सोनार चादर ताकू मते 2 जन को घोड़े पकाओ किंतु आमर मोर तार भीतर जो 24 कैरेटिया बंधुत्व से सोनार चादर से बंधुत्व को कभर करि परिबो नाही। मु लजलंग पाई जो बंधुत्व अनुभव करी ता 24 कैरेट गोल्ड ठारू अधिक थिला। मोर मन पड़ा बुझिली लजलंग थिला पियरिडी कुबर्टिनकर
ବାର୍ତ୍ତାର ଏକ ଛୋଟ ଉଦାହରଣ। ପିୟର ଡି କୁବର୍ଟେନ୍ ହେଉଛନ୍ତି ଆଧୁନିକ ଅଲିମ୍ପିକ ଖେଳର ଜଣେ ଜନକ। ଆଧୁନିକ ଅଲିମ୍ପିକ ଖେଳର ସେ ପ୍ରତିଷ୍ଠାତା। ତାଙ୍କ ମନରେ ଥିବ ଯେତେବେଳେ ସେ କହିଥିଲେ ଅଲିମ୍ପିକ ଖେଳର ମୁଖ୍ୟ ଜିନିଷ ହେଉଛି ଜିତିବାଟା ନୁହେଁ, ଅଂଶଗ୍ରହଣ କରିବା। ତେଣୁ ଲଜଲଙ୍ଗ ଆସିଥିଲା, ଖେଳିଲା, ଅଂଶଗ୍ରହଣ କଲା, ଜିତି ପାରିଲାନି। ତେଣୁ କୁବର୍ଟିନଙ୍କର ଆଦର୍ଶର ସେ ପ୍ରତୀକ ଥିଲା। ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଭଲ ଭାବେ ଲଢ଼ି ଶିଖିବା, କିନ୍ତୁ ବିଜୟ ହାସଲ କରିବା ନୁହେଁ। ତେଣୁ ଲଜଲଙ୍ଗ ଲଢ଼େଇ କଲେ, ଯଦିବା ଜିତି ପାରିଲେ ନାହିଁ। ବିଷୟଟି ଏଇଠି ସରିଛି। ଏହି ପ୍ରବନ୍ଧଟିକୁ ଓଡ଼ିଆରେ ଶୁଣି ସାରିବା ପରେ ନିଶ୍ଚିତ ଭାବେ ପ୍ରବନ୍ଧଟି ସମ୍ପର୍କରେ ତୁମେ କିଛି ଜ୍ଞାନ ଆହରଣ କରିଥିବ। ଏହାପରେ ଇଂରାଜୀରେ ପଢ଼ିଲେ ନିଶ୍ଚିତ ଭାବେ ତୁମକୁ ସହାୟକ ହେବ। ଯଦି ଭଲ ଲାଗିଥାଏ, ଯଦି ଇଚ୍ଛା ଥାଏ, ଲାଇକ୍ କରିବ, ସେୟାର କରିବ ଏବଂ ଯଦି ଭାବୁଥାଅ ସବସ୍କ୍ରାଇବ୍ କରିବ। ଧନ୍ୟବାଦ।